ଆତଙ୍କବାଦୀ ସାମ୍ବାଦିକ ଯୋଉମାନେ ସବୁ ଅଛନ୍ତି ସେମାନେ ପଛରେ ତାର ଉତ୍ତର ଦିଆଯିବ। ମନ କରୁଛି ସାମ୍ବାଦିକ ଲଗେଇକି ଡକେଇକି ସାମ୍ବାଦିକ ସେ ପାଠ ପଢେଇନ୍ତି। ତମେ ଯୋଉ ସାମ୍ବାଦିକ ଲଗେଇଛ ତାଙ୍କୁ କହିଦବ ଗଣେଶ ଚନ୍ଦ୍ର ସ୍ୱାଇଁ ବିପିଏଲ ସେ ଜର୍ଣ୍ଣାଲିଷ୍ଟ ମାନେ ଦେଖୁନ ବିଜେପି କଲେଜ ଷ୍ଟୁଡେଣ୍ଟ କହିଦବ ନା। ମୁଁ ଜାଣିଛି ତମର ଯୋଉ ସାମ୍ବାଦିକ ମାନେ ଲେଖିଥିଲେ ସେ ସମସ୍ତେ ଆସି ମୋ ଅଫିସରେ ବସିଥିଲେ ବି କିଛି କରିପାରିବେନି। କଥା କହିବେ ସେ କି ସାମ୍ବାଦିକ ପଇସା ଲୁଟିବା ପାଇଁ ସାମ୍ବାଦିକ ତମେ ତାଙ୍କ ପାଖରେ ବୁଝଛ ସିଆରପିଏଫ କମ୍ପ୍ଲେନ ଏମ୍ବିକେ ବିରୁଦ୍ଧରେ ଶୁଣା ଯାଇପାରିବ ନାହିଁ। ମୌଖିକ ମତେ କହିବେ କି ମତେ ଲେଖିକି ଦେବେ ମୁଁ ଯିବି ଜିପିଏଲକୁ ଯୋଉ ପଞ୍ଚାୟତ ହଉଛି ସିଆର ମାନେ ଯଦି କୌଣସି କମ୍ପ୍ଲେନ ଦଉଛ ଏମ୍ବିକେ ବିରୁଦ୍ଧରେ କି ଯାହା ବିରୁଦ୍ଧରେ ଦଉଛ ଆକ୍ସେପ୍ଟେଡ ଗ୍ରହଣ କରିବି। କିଛି କାମ ଚାଲିଛି କିଛି କାମ ଭୁଲ ହେଇଛି କିଛି କାମ ଠିକ ହେଇଛି କିଛି କାମ ହଉଛି ସିଆରପିଏଫ ପ୍ରୋଟୋକଲ ଭିତରେ ହବ ଏମ୍ବିକେ ତମ ପ୍ରୋଟୋକଲ ଭିତରେ ହବ ଜିପିଏଲଏଫ ଲିଡରକୁ ଯିଏ ଅସମ୍ମାନିତ ଯୋଉଦିନ କରିଥିବ ମୋ କାନରେ ଖାଲି ପଡିବ ଜିପିଏଲ ଲିଡରକୁ ଅସମ୍ମାନିତ କରିଛ ବା ଜିପି ବିରୁଦ୍ଧରେ ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ ବିରୁଦ୍ଧରେ ଯୋଉ ଲୋକ ଯେମିତି ଭାବରେ କରିଥିବ ମୁଁ ସିଧାସଳଖ ତା ବିରୁଦ୍ଧରେ ପ୍ରୋସିଡିଂ ଆଣିବି ଆଉ ଷ୍ଟେଟରୁ ପଠେଇବି ତାର ସମସ୍ତ ଇମ୍ପ୍ଲିମେଣ୍ଟ ମାନେ ଦରମା ପତ୍ର ଯାହା ଅଛି ରହୁଛି ସବୁ ବନ୍ଦ କରିବି। ସିଧା କଥା ଇନଷ୍ଟିଟ୍ୟୁସନାଲ କ୍ଷେତ୍ରରେ କୌଣସି କମ୍ପ୍ରମାଇଜ କରିପାରିବ ତମର ଯାହା ବୁଝିବାର ଅଛି ବୁଝିପାରିବ ଧମକେଇ ପାରିବନି। କିଛି ଲୋକ ମୋ ପାଖକୁ ଆସିଥିଲେ ମୁଁ ତାକୁ କହିଦେଲି ମୁଁ ସପ୍ତାହରେ ଦେବି କହିଦେଲି ପଳେଇଲେ ସେ କଣ ମୋର ଅଥରିଟି। ମୁଁ 15 ଦିନ ହେଲା 14ଟା ପଞ୍ଚାୟତ ଲୋକ କେସ୍ କରିଛନ୍ତି ତାଙ୍କର ସେ ଭଉଣୀ ମାନେ ଯୋଉ କେସ୍ କରିଛନ୍ତି ତାଙ୍କ କଥାରେ ତାଙ୍କ ଡକୁମେଣ୍ଟ ପ୍ରସ୍ତୁତ ଚାଲିଛି ସେମାନେ ଆମେ କଣ ତାର ମୋନାଲିସା ଏ ପ୍ରୀତି ଏମାନଙ୍କୁ ଧରିକିରି କଣ କି ଆପ୍ରୁଭ କରିଦିଅ ଅମଳ କରିଦିଅ ତାର ଟାଙ୍କି କରିକି କାମ କରୁଛି ତଳେ ସେ ଲୁଟୁଛ ବସିଛି ଡକେଇଟ କରୁଛ ମୁଣ୍ଡବିନା କରୁଛ ଜିପିଏଲ ଗୋଟେ ଲାଇନ ଲେଖିଲେ ତମେ ତମ ଘର ଲୋକ ଦୌଡୁଥିବେ କୁଆଡେ କୁଆଡେ ଯୋଉ ତ ଆଜି ମୋ ଲାଇଫ କେତେ ମୁଁ ଚାକିରି କରିବା 2000 ଲୋକଙ୍କୁ ପୋଷ୍ଟିଂ ନେଇଛି ସେ ଟିକେ ବ୍ୟାଙ୍କ ମିତ୍ର ତମ ଭଳିଆ ଅମଣିଷକୁ ମୁଁ ଦେଖିଲି ଯୋଉ 2-3ଟା ମଣିଷ ତାରା ତୁଲାଇଛି ସବୁ ମଣିଷ ହଉନ ଅପେକ୍ଷା ଟେ କରୁନ ଅପେକ୍ଷା ଦଉ ନାହିଁ ଆମେ ଫୋନ କରିଦେଲେ ଯେ ଗୁରୁଜନ ଅଛି ମାଉସୀ ଦୌଡ଼ିକି ଆଉଛି ସେ ପଇସା ପାଉନାହାନ୍ତି ସେମାନେ।